ସାଙ୍ଗମାନେ ଗୋଟିଏ ଗାଁ ପାଖରେ ଏକ ସୁନ୍ଦର ପୋଖରୀ ଥିଲା। ପାଣି ସ୍ୱଚ୍ଛ ଥିଲା, ପଦ୍ମ ଫୁଟୁଥିଲା, ଛୋଟ ଛୋଟ ମାଛ ସେ ପୋଖରୀରେ ଖେଳୁଥିଲେ। ସେଇ ପୋଖରୀ କୂଳରେ ଏକ ଧଳା ବଗି ପକ୍ଷୀ ରହୁଥିଲା। ସେ ଶାନ୍ତ ସ୍ୱଭାବର ଧୈର୍ଯ୍ୟଶାଳୀ ଥିଲା। ବଗ ପକ୍ଷୀ ସେ ପୋଖରୀ କୂଳରେ କିଛି ସମୟ ବସି ରହୁଥିଲା ଏବଂ ଯେତେବେଳେ ତାର ଆବଶ୍ୟକ ପଡ଼େ ସେତେବେଳେ ମାଛ ଧରୁଥିଲା। ଏଭଳି ଭାବେ ବଗ ପକ୍ଷୀର ଜୀବନ ସୁଖରେ କଟୁଥିଲା। ମାଛ ମଧ୍ୟ ନିର୍ଭୟରେ ଜଳରେ ଖେଳୁଥିଲେ। କିଛି ଦିନ ପରେ ଜଳାଶୟରେ ମାଛ ବହୁତ ବଢ଼ିଗଲେ। ସହଜରେ ବଗକୁ ମାଛ ମିଳିଯାଉଥିଲା। ବଗ ପକ୍ଷୀ ଭାବିଲା, ଏଠାରେ ଏତେ ମାଛ ଅଛି, ମୁଁ ଯଦି ଅଧିକ ଧରିନିଏ ଆଗକୁ ଆଉ ମୋତେ କଷ୍ଟ ହେବ ନାହିଁ। ସେଇଦିନ ଠାରୁ ବଗ ପକ୍ଷୀ ଆବଶ୍ୟକତା ଠାରୁ ଅଧିକ ମାଛ ଧରିବାକୁ ଲାଗିଲା। ବଗ ପକ୍ଷୀ କେତେକ ମାଛକୁ ଅଧା ଖାଇ ପାଣିରେ ପକେଇ ଦେଉଥିଲା। ଏହାଦ୍ୱାରା ପୋଖରୀର ଅସୁନ୍ଦର ହେବା ଲାଗିଲା। ଏସବୁକୁ ଦେଖିକି ଛୋଟ ମାଛମାନେ ଭୟରେ କହିଲେ, ଏବେ ଆମେ ଏଠାରେ ସୁରକ୍ଷିତ ନୁହେଁ। ମାଛମାନେ ଧୀରେ ଧୀରେ ଗଭୀର ପାଣିକୁ ଚାଲିଗଲେ ଓ ଜଳାଶୟ ଶୂନ୍ୟ ଲାଗିବା ଆରମ୍ଭ ହେଲା। ସେଇ ପୋଖରୀରେ ବା ଜଳାଶୟରେ ଏକ ବୃଦ୍ଧ କଚ୍ଛପ ଥିଲା। ସେ ବଗର କାର୍ଯ୍ୟକଳାପ ସବୁ କିଛି ଦେଖୁଥିଲା। କଚ୍ଛପ ବଗକୁ କହିଲା, ଲୋଭ ଭଲ ନୁହେଁ, ସବୁ ମାଛ ଖାଇଦେଲ, ଆଗକୁ କ'ଣ କରିବୁ? ବଗ ପକ୍ଷୀ ଗର୍ବରେ କହିଲା, ମୁଁ ଚତୁର, ମୋ ପାଇଁ କିଛି ହେବ ନାହିଁ। କିଛି ଦିନ ପରେ ଜଳାଶୟରେ ପ୍ରାୟ ମାଛ ଶେଷ ହୋଇଗଲା। ବଗ ପକ୍ଷୀ ଘଣ୍ଟା ଘଣ୍ଟା ରହିଲେ ବି କିନ୍ତୁ ଗୋଟିଏ ମାଛ ମଧ୍ୟ ମିଳିଲା ନାହିଁ। ଭୋକରେ ବଗ ପକ୍ଷୀ ଦିନକୁ ଦିନ ନ ଖାଇବାକୁ ପାଇକି ଦୁର୍ବଳ ହୋଇପଡ଼ୁଥିଲା। ବଗ ପକ୍ଷୀ ଅନ୍ୟ ଜଳାଶୟକୁ ଉଡ଼ିବାକୁ ଚେଷ୍ଟା କଲା, କିନ୍ତୁ ତା ପାଖରେ ଏତେ ଶକ୍ତି ନଥିଲା ଯେ ଅନ୍ୟ ପୋଖରୀକି ସେ ଉଡ଼ିକି ଯାଇପାରିବ। କୂଳରେ ବସି ବଗ ପକ୍ଷୀ କାନ୍ଦିଲା, ମୁଁ ଲୋଭ କରି ଭୁଲ କରିଛି। କିଛି ଦିନ ପରେ ବଗ ପକ୍ଷୀ ଭୋକ ଓ ଦୁର୍ବଳତାରେ ମରିଗଲା। ସମୟ ସହିତ ଜଳାଶୟ ପୁଣି ସଜିଲା ଏବଂ ମାଛ ଫେରି ଆସିଲେ। ସାଙ୍ଗମାନେ, ଆମେ ଏହି କାହାଣୀରେ ଏଇଆ ଶିକ୍ଷା ପାଇଲେ ଯେ ଲୋଭ ଖାଲି ମଣିଷକୁ ନଷ୍ଟ କରେ ନାହିଁ, ପକ୍ଷୀକୁ ମଧ୍ୟ ନଷ୍ଟ କରେ। ଆବଶ୍ୟକତା ନିଜର ଜୀବନ ବଞ୍ଚାଏ, ଲୋଭର ଜୀବନ ନେଇଯାଏ। ଆଶା କରୁଛି ଆପଣଙ୍କୁ ମୋର କାହାଣୀଟି ଭଲ ଲାଗୁଥିଲେ ନିହାତି ଭାବରେ ଭିଡ଼ିଓକୁ ଏକ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ବହୁତ ଧନ୍ୟବାଦ।